ଥରେ ଦୁଇ ଜଣ ବନ୍ଧୁ ମିଶି ରାସ୍ତାରେ ବୁଲୁଥିଲେ। ସେମାନେ ଦେଖିଲେ ଗୋଟିଏ ମଣ୍ଡପ ଉପରେ ଭାଗବତ ପାଠ ହେଉଛି। କିଛି ଲୋକ ବସି ଭାଗବତ ଶୁଣୁଛନ୍ତି। ଦୁଇ ବନ୍ଧୁଙ୍କ ମଧ୍ୟରୁ ପ୍ରଥମ ବନ୍ଧୁ କହିଲା, ଚାଲ ଯିବା ଭାଗବତ ଶୁଣିବା। ଦ୍ୱିତୀୟ ବନ୍ଧୁଟି ଭାଗବତ ଶୁଣିବାକୁ ପସନ୍ଦ କଲାନି। ସେ ସିନେମା ହଲକୁ ଯାଇ ସିନେମା ଦେଖିଲା। ପ୍ରଥମ ବନ୍ଧୁଟି ଭାଗବତ ଶୁଣିଲା। ପ୍ରଥମ ବନ୍ଧୁ ଭାଗବତ ଶୁଣିବା ସମୟରେ ଭାବୁଥାଏ, ଏଠି କାହିଁକି ବସିଲି ମୁଁ? ହରିକଥା କ'ଣ ମୁଁ ମୋ ପୂଜା ରୁମରେ ପଢ଼ିପାରିନଥାନ୍ତି? ମୋ ବନ୍ଧୁଟି ସିନେମା ହଲରେ ବସି କେତେ ମଜା କରୁଥିବ। ମୁଁ ଏଠି ହରିନାମ ଶୁଣି ଶୁଣି ବୋର ହେଉଛି। ଦ୍ୱିତୀୟ ବନ୍ଧୁଟି ଭାବୁଥାଏ, ମୋ ବନ୍ଧୁଟି ଭଗବାନଙ୍କର ନାମ ସଂକୀର୍ତ୍ତନ ଶୁଣି କେତେ ଆନନ୍ଦ ପାଉଥିବ। ଅଥଚ ମୁଁ ଏଠି ସିନେମା ହଲରେ ବସି କାଳ୍ପନିକ ଭାଗବତ ଦେଖୁଛି। ସେ ନିଜ ଭୁଲ ବୁଝିପାରି ମନସ୍ତାପ କରୁଥାଏ। ସମୟର ଗତିରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ହେଲା। ପ୍ରଥମ ବନ୍ଧୁଟି ନର୍କକୁ ଗଲା। ସେ ଯଦିଓ ଭାଗବତ ଶୁଣୁଥିଲା, ତାର ମନ ବାହ୍ୟ ସୁଖ ପାଇଁ ବ୍ୟାକୁଳ ଥିଲା। ତା ହୃଦୟରେ ଭଗବାନଙ୍କ ପାଇଁ ଟିକିଏ ବି ଭାବନା ନଥିଲା। ଆମେ ଯେତେ ପୂଜା ଅର୍ଚ୍ଚନା କଲେ ବି ଯଦି ଆମ ହୃଦୟ ଭଗବାନଙ୍କ ପାଇଁ ବ୍ୟାକୁଳ ହେବନି, ଆମେ ଭଗବାନଙ୍କୁ ପାଇପାରିବାନି। ଦ୍ୱିତୀୟ ବନ୍ଧୁଟି ସିନେମା ହଲରେ ବସିକି ଭାଗବତ ଶୁଣିବାକୁ ବ୍ୟାକୁଳ ହେଉଥିଲା। ସିନେମା ହଲକୁ ଯାଇଥିବାରୁ ତା ଭୁଲ ପାଇଁ ସେ ଦୁଃଖିତ ହେଉଥିଲା। ଯିଏ ଯେତେ ବଡ଼ ପାପ କଲେ ବି ସେ ଯଦି ନିଜର ଭୁଲ ବୁଝିପାରେ, ଭୁଲ ପାଇଁ ଅନୁତାପ କରେ, ଭଗବାନ ତାକୁ କ୍ଷମା କରିଦିଅନ୍ତି। ସେ ଯଦି ହୃଦୟରେ ଭଗବାନଙ୍କ ପାଇଁ ବ୍ୟାକୁଳ ହୁଏ, ଭଗବାନ ତାକୁ ଆଦରରେ କୋଳେଇ ନିଅନ୍ତି। ଦ୍ୱିତୀୟ ବନ୍ଧୁଟି ଭଗବାନଙ୍କର ଆଶୀର୍ବାଦରୁ ସ୍ୱର୍ଗ ସୁଖ ପାଇଲା। ଆକବର ଭାରତବର୍ଷର ସମ୍ରାଟ ଥିଲେ। ସେ ଦାନ ଧର୍ମ କରିବାକୁ ଭଲ ପାଉଥିଲେ। ତାଙ୍କ ପାଖକୁ ଯିଏ ବି ସାହାଯ୍ୟ ପାଇଁ ଯାଉଥିଲେ, ସେ ଖାଲି ହାତରେ ଫେରୁ ନଥିଲା। ସାରା ଦେଶରେ ସେ ଦାନୀ ଭାବରେ ପରିଚିତ ଥିଲେ। ଜଣେ ସନ୍ନ୍ୟାସୀ ତାଙ୍କ ଆଶ୍ରମରେ କିଛି ଲୋକଙ୍କୁ ଖୁଆଇବାକୁ ଚାହୁଁଥିଲେ। ସେ ତ ଲୋକମାନଙ୍କ ଠାରୁ ଭିକ୍ଷା କରି ଚଳନ୍ତି। ସେ ଭାବିଲେ, ଭିନ୍ନ ଭିନ୍ନ ଲୋକଙ୍କ ଘରକୁ ଭିକ୍ଷା ପାଇଁ ନ ଯାଇ ସମ୍ରାଟଙ୍କୁ ମାଗିବେ। ତାଙ୍କଠାରୁ କିଛି ଟଙ୍କା ପଇସା ପାଇଲେ ନାରାୟଣ ସେବାଟା ସୁରୁଖୁରୁରେ ହୋଇପାରିବ। ସନ୍ନ୍ୟାସୀ ସମ୍ରାଟଙ୍କୁ ଭେଟ କରିବାକୁ ଗଲେ। ସେହି ସମୟରେ ସମ୍ରାଟ ଆକବର ନିଜେ ପ୍ରାର୍ଥନା କରୁଥିଲେ। ସନ୍ନ୍ୟାସୀ ସେଠାରେ ଅପେକ୍ଷା କଲେ। ଆକବର ତାଙ୍କର ପ୍ରାର୍ଥନାରେ ଭଗବାନଙ୍କୁ ଧନ ସମ୍ପତ୍ତି ମାଗୁଥାନ୍ତି। ସମ୍ରାଟଙ୍କ ପ୍ରାର୍ଥନା ଶୁଣି ସନ୍ନ୍ୟାସୀ ଦୁଃଖୀ ହେଲେ। ଭାବିଲେ, ସମ୍ରାଟ ନିଜେ ଗରିବ, ମୁଁ ବୃଥାରେ ଏଠାକୁ ଆସି ସମୟ ନଷ୍ଟ କଲି। ଯେ ନିଜେ ଭିକାରୀ, ସେ ଅନ୍ୟକୁ କ'ଣ ଦାନ ଦେବ? ଏହା ଭାବି ସେ ଫେରି ଯାଉଥିଲେ। ଆକବର ତାଙ୍କୁ ଅପେକ୍ଷା କରିବାକୁ କହିଲେ। ସନ୍ନ୍ୟାସୀ ଅପେକ୍ଷା କଲେ, କିନ୍ତୁ ଆକବରଙ୍କୁ କହିଲେ, ଆପଣ ନିଜେ ଭଗବାନଙ୍କୁ ଧନ ସମ୍ପତ୍ତି ମାଗୁଛନ୍ତି, ତେଣୁ ମୁଁ ଆପଣଙ୍କୁ କିପରି ଧନ ସମ୍ପତ୍ତି ମାଗିବି? ମୁଁ ସେହି ସୃଷ୍ଟିକର୍ତ୍ତାଙ୍କୁ ହିଁ ମୋର ଦରକାର ବିଷୟରେ ଜଣାଇବି। ସେ ହିଁ କେବଳ ଦାତା। ତାର ଦୟାରେ ହିଁ ଆମେ ସମସ୍ତେ ଜୀବନ ଧାରଣ କରିଛେ। ନାରାୟଣ ସେବା। ଗୋଟିଏ ଲୋକ ବିଡ଼ିଟିଏ ଟାଣିବାକୁ ଚାହିଁଲା। ଦେଖିଲା ଘରେ ଦିଆସିଲି ନାହିଁ। ଘରେ ଲଣ୍ଠନଟି ଜଳୁଥିଲା। ସେ ଲଣ୍ଠନଟି ଧରି ପଡ଼ିଶା ଘରକୁ ଦିଆସିଲି ମାଗିବାକୁ ଗଲା। ପଡ଼ିଶା ଘରେ ରାତି ଅଧରେ କବାଟ ବାଡ଼େଇଲା। ପଡ଼ିଶା ଘରଟି ଏତେ ରାତିରେ ଡାକିବାର କାରଣ କ'ଣ ପଚାରିଲା। ପ୍ରଥମ ଲୋକଟି କହିଲା, ବିଡ଼ି ଟାଣିବା ପାଇଁ ଦିଆସିଲିଟେ ମାଗିବାକୁ ଆସିଥିଲି। ଦ୍ୱିତୀୟ ଲୋକଟି ହସି ହସି ଗଡ଼ିଗଲା। କହିଲା, ତମେ ଲଣ୍ଠନ ଧରି ଦିଆସିଲି ମାଗିବାକୁ ଆସିଛ? ତମ ପାଖରେ ଆଲୋକ ଅଛି, କିନ୍ତୁ ସେହି ଆଲୋକର ପ୍ରକାଶକୁ ତମେ ବୁଝିପାରୁନା। ଠିକ୍ ଏହି ଗପର ପ୍ରଥମ ବ୍ୟକ୍ତିଟି ପରି ଆମେ ଆଲୋକର ସନ୍ଧାନରେ ଚାରିଆଡ଼େ ବୁଲୁଛେ। କେହି କେହି ବିଭିନ୍ନ ମନ୍ଦିରରେ ଦେବଦେବୀଙ୍କର ଆରାଧନା କରୁଛନ୍ତି। କେହି ଅବା ବ୍ରତ ଉପବାସ ଯଜ୍ଞ ଆରାଧନା କରୁଛନ୍ତି। କିନ୍ତୁ ଭଗବାନ ଆମରି ଚାରିପାଖରେ ବିଭିନ୍ନ ରୂପରେ ଘୂରି ବୁଲୁଛନ୍ତି। ଆମେ ତାଙ୍କର ସେବା କରୁଛେ କି?
ବାପା ମା ଶାଶୁ ଶ୍ୱଶୁର ଆମର ଭଗବାନ। ଆମେ ତାଙ୍କୁ ଯଥାସାଧ୍ୟ ଭକ୍ତି ଓ ସେବା କରିବା ଉଚିତ। ଆମର ପିଲାମାନେ ଆମର ଭଗବାନ। ଆମେ ତାଙ୍କୁ ଭଲ ବାଟରେ ଚଲାଇ ଭଲ କଥା ଶିଖାଇ ଚରିତ୍ରବାନ ମଣିଷ ତିଆରି କରିବାକୁ ଚେଷ୍ଟା କରିବା କଥା। ଦୁଃଖୀ ରଙ୍କିଙ୍କର ସେବା କରିବା, ତାଙ୍କ ପ୍ରତି ସମବେଦନା ଦେଖାଇବା, ତାଙ୍କୁ ନିଜର ଶକ୍ତି ଅନୁସାରେ ସାହାଯ୍ୟ କରିବା ହିଁ ପ୍ରକୃତ ନାରାୟଣ ସେବା। ପ୍ରଥମ ଓ ପ୍ରଧାନ କଥା ହେଲା ଯେ ଆମ ପାଖରେ ଯେଉଁ ଶକ୍ତି ସାମର୍ଥ୍ୟ ଅଛି ତାହାର ପୂର୍ଣ୍ଣ ସଦୁପଯୋଗ କରିପାରିଲେ ଆମେ ଆମର କର୍ତ୍ତବ୍ୟ କରିପାରୁଛେ ବୋଲି ଭାବିବା। ଆମ ଚାରିପାଖର ମଣିଷଙ୍କୁ ପଶୁପକ୍ଷୀଙ୍କୁ ନାରାୟଣ ରୂପରେ ଦେଖି ତାଙ୍କୁ ଭକ୍ତି ଓ ଶ୍ରଦ୍ଧା କରିପାରିଲେ ଆମ ଜୀବନ ସାର୍ଥକ ହୋଇପାରିବ। ଈଶ୍ୱର ଏକ। ଈଶ୍ୱର, ଆଲ୍ଲା, ଯୀଶୁ ସମସ୍ତେ ହିଁ ଭଗବାନ। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ନାମରେ ତାଙ୍କୁ ଡାକୁଛନ୍ତି। ଏହା ଠିକ୍ ପାଣି ପରି। ପାଣିକୁ ଓଡ଼ିଆରେ ପାଣି କହୁଛନ୍ତି, ଇଂରାଜୀରେ ୱାଟର, ବଙ୍ଗଳାରେ ଜଳ ଓ ହିନ୍ଦୀରେ ପାନି କହୁଛନ୍ତି। ଏହାର ରୂପ ଏକ, ସ୍ୱାଦ ଏକ, ଭିନ୍ନ କେବଳ ନାଁ। ଏଇ ପାଣି ନଈରେ ଥାଏ, ହ୍ରଦରେ ଥାଏ ଓ ସମୁଦ୍ରରେ ଥାଏ। ସବୁ ଧର୍ମର ଗତି ଈଶ୍ୱରଙ୍କ ପାଖକୁ। ସବୁ ନଦୀର ପାଣି ବିଭିନ୍ନ ଧାରାରେ ଭିନ୍ନ ଭିନ୍ନ ଦିଗରୁ ସମୁଦ୍ର ଯାଏଁ ବହି ଚାଲନ୍ତି। ଠିକ୍ ନଦୀମାନଙ୍କ ପରି ବିଭିନ୍ନ ଧର୍ମର ବ୍ୟକ୍ତିମାନେ ଭିନ୍ନ ଭିନ୍ନ ଉପାୟରେ ଭଗବାନଙ୍କୁ ପାଇବା ପାଇଁ ସାଧନା କରିଥାନ୍ତି। ଖ୍ରୀଷ୍ଟ ଧର୍ମ ବଡ଼, ହିନ୍ଦୁ ଧର୍ମ ବଡ଼ କିମ୍ବା ଇସଲାମ ଧର୍ମ ବଡ଼ ବୋଲି କଳି କରତାଳ କରିବା ଉଚିତ ନୁହେଁ। ଯେଉଁମାନେ ଜ୍ଞାନୀ ସେ ଠିକ୍ ବୁଝିପାରନ୍ତି ଈଶ୍ୱର ଏକ। ତାଙ୍କୁ ପାଇବା ପାଇଁ ବିଭିନ୍ନ ଧର୍ମାବଲମ୍ବୀମାନେ ଭିନ୍ନ ଭିନ୍ନ ଉପାୟରେ ପୂଜା ଉପାସନା କରନ୍ତି। ସବୁ ଧର୍ମର ନୀତି ନିୟମ ଭିନ୍ନ ଭିନ୍ନ ହୋଇଥିଲେ ବି ସବୁ ଧର୍ମର ଉଦ୍ଦେଶ୍ୟ ଭଗବତ ପ୍ରାପ୍ତି। ସବୁ ଧର୍ମର ଉପଦେଶାବଳୀର ପ୍ରଥମ ଓ ପ୍ରଧାନ ବକ୍ତବ୍ୟ ଭଲ ମଣିଷ ହେବା, ନିଜର କର୍ତ୍ତବ୍ୟ ପାଳନ କରିବା, ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରିବା। ପରୋପକାର ମନ୍ତ୍ରରେ ସବୁ ଧର୍ମ ଉଦ୍ଭାସିତ। ସେହି ମନ୍ତ୍ରରେ ଆମେ ସମସ୍ତେ ଅନୁପ୍ରାଣିତ ହୋଇ ଭେଦଭାବ ଭୁଲି ଈଶ୍ୱର ପ୍ରାପ୍ତି ପାଇଁ ସାଧନା କରିବା ଆବଶ୍ୟକ।